ସ୍ୱର୍ଗତ ସଦାଶିବ ରଣାଙ୍କ ଶୋକସଭା ଅନୁଷ୍ଠିତ। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ହାଇସ୍କୁଲ ପଡ଼ାଠାରେ ରହିଛି ଶିବଦୁର୍ଗା ଚଣ୍ଡୀ ମନ୍ଦିର। ସେହି ଶିବଦୁର୍ଗା ଚଣ୍ଡୀ ମନ୍ଦିରରେ ଦୀର୍ଘ ସମୟ ଧରି ପୂଜା କାର୍ଯ୍ୟ ତୁଲାଇ ଆସୁଥିଲେ ସ୍ୱର୍ଗତ ସଦାଶିବ ରଣା। ଜଣାପଡ଼ୁଥିଲା ସେହି ଶିବଦୁର୍ଗା ଚଣ୍ଡୀ ମନ୍ଦିର କେବଳ ତାଙ୍କ ପାଇଁ ତିଆରି ହୋଇଥିଲା। ମନ୍ଦିରକୁ ସଠିକ ଭାବରେ ପୂଜାବିଧି କରି ଭଗବାନଙ୍କୁ ସନ୍ତୁଷ୍ଟ ରଖିବା ଥିଲା ତାଙ୍କ ମହତ୍ତ୍ୱ ଉଦ୍ଦେଶ୍ୟ। ତା ସହିତ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧିର ମୁଖ୍ୟ ବିନ୍ଧାଣୀ ସାଜିଥିଲେ ସ୍ୱର୍ଗତ ସଦାଶିବ ରଣା। ଦୀର୍ଘ 10 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମନ୍ଦିରରେ ଶୃଙ୍ଖଳିତ ଭାବରେ ପୂଜା କାର୍ଯ୍ୟ କରି ଏ ଅଞ୍ଚଳରେ ଚର୍ଚ୍ଚିତ ହୋଇଥିଲେ। ମନ୍ଦିର କମିଟି ମଧ୍ୟ ତାଙ୍କ ପରି ପୂଜକ ପାଇ ଖୁସି ଅନୁଭବ କରୁଥିଲେ। କିନ୍ତୁ ସମୟ ସୁଅରେ ସମସ୍ତେ ବନ୍ଧା। ବୟସର ଚକ୍ରରେ ଜୀବନର ଅପରାହ୍ନ କେତେବେଳେ ଚାଲିଆସେ ତାହା କେବଳ ସମୟ ହିଁ ହିସାବ ରଖିଥାଏ। ସେମିତି ବୟସର ଅପରାହ୍ନରେ ତାଙ୍କ ଜୀବନ ଭବିଷ୍ୟତର ମଧ୍ୟ ଯବନିକା ସ୍ତର ନଇଁ ଆସିଥିଲା। ତାଙ୍କ ପ୍ରିୟର ଠାକୁରଙ୍କୁ ପର କରିଦେଇ ସବୁଦିନ ପାଇଁ ସଦାଶିବ ରଣା ଦୁଃଖର ସାଗର ସୃଷ୍ଟି କରି ଆରପାରିକୁ ଚାଲିଗଲେ। ସେହି ସ୍ୱର୍ଗତ ସଦାଶିବ ରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ଉପଜିଲ୍ଲାପାଳ ଓ ତହସିଲଦାର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ରେହାନ ଖତ୍ରୀ ଉପସ୍ଥିତ ରହି ସ୍ମୃତି ଚାରଣ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍ୱର୍ଗତ ସଦାଶିବ ରଣାଙ୍କ ବିୟୋଗରେ ଏହି ଅବସରରେ ଏକ ନୀରବ ପ୍ରାର୍ଥନା କରିଥିଲେ। ଶୋକସଭାରେ ଡେପୁଟି କଲେକ୍ଟର ହରେକୃଷ୍ଣ ମେହେର, ସହାୟକ ଜିଲ୍ଲାପାଳ ସନ୍ତୋଷ ବେହେରା, ସବ୍ ରେଜିଷ୍ଟ୍ରାର୍ଡ ଗିରିଶ ଚନ୍ଦ୍ର ଧାରୁଆ, ସହାୟକ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୁଏ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ, ସେକ୍ସନ ଅଧିକାରୀ ଶ୍ରୀମତୀ ମାଧୁରୀ ପଟ୍ଟନାୟକ, ଯୁଗଳ କିଶୋର ରାଉତ, ସତ୍ୟବାଦୀ ଚୌକଦର, ବରିଷ୍ଠ ରାଜସ୍ୱ ସହାୟକ ସୁନୀଲ କୁମାର ତାଣ୍ଡି ଉପସ୍ଥିତ ରହିଥିଲେ। ସ୍ୱର୍ଗତ ସଦାଶିବ ରଣାଙ୍କ ଶୋକସଭାରେ ଏ ଅଞ୍ଚଳର ଅନେକ ଗୁଣୀଜ୍ଞାନୀ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ। ସ୍ୱର୍ଗତ ସଦାଶିବ ରଣାଙ୍କ ଅନୁପସ୍ଥିତି ଏବେ ଏ ଅଞ୍ଚଳବାସୀ ଭୋଗ କରୁଛନ୍ତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତାଙ୍କର ଅବଦାନ ଏହି ଶିବଦୁର୍ଗା ମନ୍ଦିର କମିଟିର ଏକ ସ୍ମରଣୀୟ ହୋଇ ରହିବା ସହିତ ତାଙ୍କ ମହାନତା ସବୁଦିନ ପାଇଁ ଏହି ମନ୍ଦିର ପ୍ରାଙ୍ଗଣରେ ଲିପିବଦ୍ଧ ହୋଇ ରହିଥିବ ବୋଲି ମନ୍ଦିର କମିଟି ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ଏ ଅଞ୍ଚଳବାସୀଙ୍କ ସହିତ ହାଇସ୍କୁଲ ପଡ଼ାବାସୀ ଏବଂ ମନ୍ଦିର କମିଟି ମର୍ମାହତ ହୋଇପଡ଼ିଛନ୍ତି। ସେ ଜଣେ ମିଷ୍ଟଭାଷୀ ସହିତ ପରୋପକାରୀ ବ୍ୟକ୍ତି ହୋଇଥିବା ଯୋଗୁଁ ତାଙ୍କୁ ହୃଦୟ ଭିତରୁ ଭୁଲିଯିବା କଷ୍ଟକର ବୋଲି ଜଣାପଡ଼ୁଛି। ତାଙ୍କ ଶୋକସଭାରେ ଏ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହି ଶୋକସଭା ଉତ୍ସବ ମୁଖରିତ ହୋଇଥିଲା। ସବୁଦିନ ପାଇଁ ସ୍ୱର୍ଗତ ସଦାଶିବ ରଣା ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟ ଭିତରେ ଘର କରି ରହିଥିବେ। ବଲାଙ୍ଗୀରରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, এবি ନ୍ୟୁଜ।